ସାମ୍ବାଦିକ ଭାଇ ମାନଙ୍କର ବହୁତ କଥା ଥିଲା ଯେ ଭାଇ ଆପଣଙ୍କ ନାଁରେ ଏତେ କଥା ଆସିଲାଣି କଣ ଟିକେ କୁହନ୍ତୁ, କିନ୍ତୁ ସମୟ ହେଇପାରୁନଥିଲା ଯେହେତୁ ସ୍ୱଳ୍ପ ସମୟର କଥା, ତେଣୁ ସମସ୍ତଙ୍କୁ ଏକାଠି ଡକାଇଛି, ଆମେ ଗୋଟେ ପରିବାର ଭଳି ଏକାଠି କଥା ଓକେ ପଚାର ଭାଇ 2025-26 ପାଇଁ ଚର୍ଚ୍ଚା ଗତକାଲି ଚର୍ଚ୍ଚା ହଉଛି କି ଆପଣ କୁଆଡେ ସିଂହ ବାହିନୀରେ ଯୋଗ ଦେଉଛନ୍ତି, ଏ କଥାଟି ସତ ନା ମିଛ ଟିକେ ସ୍ପଷ୍ଟ କରନ୍ତୁ। ସିଂହ ବାହିନୀର ଷ୍ଟାରକାଷ୍ଟ ପୁରା ଡିକ୍ଲେୟାର ହେଇସାରିଛି, ତାଙ୍କର ଆଖଡା ପୂଜା ହେଇସାରିଛି, ଆଖଡା ପୂଜାର ଭିଡିଓ ଫଟୋ ସବୁ ମଧ୍ୟ ସୋସିଆଲ ମିଡିଆରେ ଅଛି। ଲୋକମାନେ କେବଳ ସେଇ ଚିନ୍ତାରେ ଥିଲେ ଯେ ପିୟୁଷ ସୂର୍ଯ୍ୟ ମନ୍ଦିରର ରିହର୍ସାଲରେ ପହଞ୍ଚି ପାରିଲେନି, କାଳେ ସିଂହ ବାହିନୀ ରିହର୍ସାଲକୁ ଯିବେ, ସେମିତି କିଛି ନାହିଁ, ଆରାମସେ ମୁଁ ଯୋଉ ଜାଗାରେ ଅଛି ଭଲରେ ଅଛି। ଭାଇ କାଲି ଆପଣଙ୍କୁ ସିଂହବାହିନୀର ଆଖଡା ସାହିରେ କିଛି ଲୋକ ଦେଖିଥିବାର ପ୍ରଶ୍ନ ହଉଛନ୍ତି, ଏଇଟା ସତ କି ଆପଣ ଯାଇଥିଲେ କି? ମୁଁ ବି ଶୁଣିଛି, ମତେ ଲୋକ ଦେଖିଛନ୍ତି, ମତେ ଫୋନ କରିଛନ୍ତି ଯେ ଭାଇ ଆମେ ତମକୁ ଦେଖିଛୁ, କିନ୍ତୁ ମୁଁ ତାଙ୍କୁ ପଚାରିଲି ଯେ ତମେ ଦେଖିଛ ନା, ନା ମୁଁ ଶୁଣିଛି। ତେଣୁ ସେ ଶୁଣିବା ଲୋକଟା ଯୋଉ ଶୁଣେଇଛି ସେଇ ଲୋକଟା ହଉଛି ମୁଖ୍ୟ, ଯିଏ ଶୁଣେଇ ଦେଇଛି ଯେ ପିୟୁଷ ଏଇଠି ଅଛନ୍ତି, ଡବଲ ରୋଲ ନାହିଁ, ଶୁଣିବା କାନ ଶୁଣିବା କଥାଟା ବହୁତ ଦୂର ଯାଇପାରେ ନା। ଭାଇ ଅବିକା ସୀମାଙ୍କୁ ପଚାରିଲି, କହିଲେ ଆପଣ ଦେଖିଛନ୍ତି ନା, ନା ମୁଁ ଶୁଣିଛି, ବାସ୍। ସିଏ ବି ଯାହାକୁ ପଚାରିବେ ଯେ ତମେ ମତେ ଏଇ କଥାଟା କହିଥିଲ, ଏ କଥା କଣ ହେଲା, ନା ମୁଁ ବି ଶୁଣିଛି। ତେଣୁ ଅବିକା ମୁଖ୍ୟ ଲୋକକୁ ଖୋଜୁ ଖୋଜୁ ସିଏ ପୁଣି ଯୋଉ ବିବାଦ ବଢିଯିବ। କ୍ଷିତିଶ କ୍ଷିତିଶ ଅଛି ବା ନା 2025 ଘରେ ମୋ ବାପାଙ୍କ ପାଟିରେ ନିହାତି ନିହାତି ଏ କଣ୍ଟ୍ରୋଭର୍ସି ଏଠୁ ଏଣ୍ଡ କରିଦବା ଦରକାର, କାହିଁକି ନା ଯାତ୍ରା ବିବାଦ ଆରମ୍ଭ ହେଇଥିଲା 2024-25 ମସିହାରେ, 24-25 ମସିହା କ୍ୟାଲେଣ୍ଡର ବଦଳି ଗଲାନି, ଅବିକା 25-26 ନୂଆ ଯାତ୍ରାରୁ ତ ଆରମ୍ଭ ହଉଛି। ଅବିକା ଏ କଣ୍ଟ୍ରୋଭର୍ସିକୁ ଯଦି ଆମେ ବନ୍ଦ ନ କରିବା, ଲୋକ ନାଟକ ଅପେକ୍ଷା ବିବାଦରେ ବେଶୀ ମୁଣ୍ଡ ଦେବେ, ଯୋଉଟା କି ଯାତ୍ରା ଜଗତ ଉପରେ ବିପଦ ଆସିବ। ତେଣୁ ବିବାଦକୁ ଏଇଠି ଅନ୍ତ କରିକି ମୁଁ ପଣିଆ ଛାଡିଦବା ଦରକାର। ମାଲିକ ହୁଅନ୍ତୁ, କଳାକାର ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ପ୍ରତ୍ୟେକ ମଣିଷ ଯୋଉମାନେ ଯାତ୍ରା ସହିତ ସଂଶ୍ଳିଷ୍ଟ, ମୁଁ ପଣିଆ ଛାଡି ବର୍ତ୍ତମାନ ସମୟ ଆସି ଆମେ ହେଇଯିବା। ଯଦି ଆମେ ହେଇଯିବା ବିବାଦର ଅନ୍ତ ଘଟିଯିବ। ମୁଁ କହୁନି ଯେ ଆମେ ଭାବିଲି ମତେ ତା ଭିତରେ ନିଅନ୍ତୁ, ମୁଁ ଯାତ୍ରା କରିବି, ସେ କଥା ହିଁ ମୁଁ କହୁନି। ଆପଣମାନେ ଏକାଠି ହୁଅନ୍ତୁ, ଆପଣମାନେ ଏକାଠି ହୁଅନ୍ତୁ, ଏକାଠି ହେଲେ ହିଁ ମୁଁ ପଣିଆ ପଳେଇଯିବ, ଆମେ ଆସିବ, ଆଉ ଯୋଉଠି ଆମେ ଆସିବ ସେଠି ଏକତା ବଢିଯିବ ଏବଂ ଯାତ୍ରା ଜଗତ ନିହାତି ଆଗକୁ ଯିବ। ନା 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 ସେ କଥା ନୁହଁ, ମୁଁ କଣ ମହାପୁରୁଷ, ମୁଁ କେବେ କହିବି ଯେ ମୋ ଜୀବନ ପଛେ ନର୍କେ ପଡିଥାଉ। ଯଦି ସମସ୍ତେ ଭଲରେ ରହିବେ ସେତେବେଳେ ସେ ନିହାତି ଚିନ୍ତା କରିବେ ଯେ ଆମେ ତ ସମସ୍ତେ ଭଲରେ ଅଛୁ, ପିୟୁଷ ଟା କାହିଁ ଘରେ ରହିବ, ସିଏ ବି କାମ କରୁ। ପ୍ରଥମେ ସମସ୍ତେ ଭଲରେ ରହିବା ଦରକାର, ତାପରେ ଯାଇକି ମୋ କଥା ଆସିବ। କେବଳ ପିୟୁଷ ଘରେ, ଆଜ୍ଞା ତାହେଲେ ସମସ୍ତଙ୍କର ଉନ୍ନତି କେମିତି ହେଇଚାଲିଛି? ନା ଆପଣ ଏଇ କେତେ ଜଣ ବଡ ବଡ କଳାକାର ଯୋଉମାନଙ୍କ ନାଁରେ ବିବାଦ ଉଠିଥିଲା ସେଇମାନେ ଚାକିରି ପାଇଲେ, ସେଇ କଥାଟି ଆପଣ ଶୁଣିଛନ୍ତି। ବହୁତ କଳାକାର ଅଛନ୍ତି ଯୋଉମାନେ କି ଏପର୍ଯ୍ୟନ୍ତ ବି କୌଣସି ପାର୍ଟିରେ ନିୟୋଜିତ ହେଇପାରିନାହାନ୍ତି, ତାଙ୍କ ପେଟ ପାଟଣା ବହୁତ ଖରାପ। କିନ୍ତୁ ଆପଣ କହିଥିଲେ ୟା ପୂର୍ବରୁ ସରିଲା ଯାତ୍ରା ସରିଲା ଛୁଟି ହେଲା, ଆପଣ କହିଥିଲେ ଯଦି ସଂଘ ଚାହିଁବ ପୁଣି ମୁଁ ଆସିବି। ହଁ ସଂଘ ଚାହୁଁନି, ସଂଘ କହୁଛନ୍ତି, ସଂଘ ଆମକୁ କହିଛନ୍ତି ଯେ ଆମେ କଥା ହେଇଥିଲୁ, ସେ ପ୍ରତିକ୍ରିୟା ରଖିଲେ ଯେ ବହୁତ ବଢିଆ ପ୍ରଶ୍ନଟେ ଭାଇ ଆପଣ ପଚାରିଲେ। ଯୋଉଦିନ ଭୁବନେଶ୍ୱରରେ ମିଟିଂ ହଉଥିଲା, ପଇସା ଫେରା ହେଲା, ସବୁ ହେଲା, ତା ପରଠୁ ମୁଁ ଯେତେବେଳେ ବି କହିଛି ମୁଁ ଗୋଟିଏ କଥା କହିଛି, ଏବଂ ମତେ ବହୁତ ଭାଇମାନେ ବି ପଚାରୁଛନ୍ତି, ରିପୋର୍ଟର ଭାଇମାନେ, ଯେ ଭାଇ ଆପଣ ତ ସୁସ୍ଥ ଅଛନ୍ତି, ଆପଣ ତ କାମ କରୁଛନ୍ତି, ତାହେଲେ ଆପଣଙ୍କ ଦେହ ଖରାପ କେମିତି ହେଲା? ମୁଁ ସବୁବେଳେ ଗୋଟିଏ କଥା କହିଛି, ଏଇଟା ହଉଛି ଗୋଟେ ସମସ୍ୟାର ସମାଧାନ, ଗୋଟେ ସମସ୍ୟାର ସମାଧାନ ଦରକାର ଥିଲା, ସେଥିପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖି ଘରେ ରହିବା ପାଇଁ ପଡିଲା। ଆଉ କଣ ମୋ ପାଇଁ ମାଲିକ ହଣାହଣି ହେଇଥାନ୍ତି, ମରାମରି ହେଇଥାନ୍ତି, ତାହେଲେ ମୋ ମନ ଶାନ୍ତି ହେଇଥାନ୍ତି? ମୁଁ ତ ଭୁଲ କରିଛି, ମୋ ପାଇଁ ଆଉ ଦି ଜଣଙ୍କୁ ନିଜ ନିଜ ଭିତରେ କାହିଁକି କଳହ କରିବି? ତେଣୁ ମୁଁ ଘରେ ରହିଗଲି। ମୋ କ୍ୟାରିୟରରେ କେବେ ବ୍ୟାନ୍ ଶବ୍ଦ ନ ଲାଗୁ, ମୁଁ ଏମିତି କିଛି ଗୋଟେ ଭୁଲ କରିନି କି ଯାହା ପାଇଁ ଗୋଟେ ବ୍ୟାନ୍ ଶବ୍ଦ ଲାଗୁ। ସଂଘ କହୁଛି ଆଜ୍ଞା ଆମେ ତାଙ୍କୁ ବ୍ୟାନ୍ କରିବୁ, ଆଜ୍ଞା କଥା କ୍ଲିୟର ହେଇକି ଅଛି। କାହିଁକି ନା ଏଇ କିଛି ଦିନ ତଳେ ଦେଖିଥିବେ, ମୁଁ ଯୋଉ ପାର୍ଟିରେ କାର୍ଯ୍ୟରତ ଥିଲି, ସୂର୍ଯ୍ୟ ମନ୍ଦିର, ସେ ପାର୍ଟିର ଓନର ଯିଏ ଆମ କାଳିଆ ବାବୁ, ସିଏ କହିଛନ୍ତି ଯେ ପିୟୁଷ ସୁସ୍ଥ ହେଲେ ସୂର୍ଯ୍ୟ ମନ୍ଦିର ଆସିବେ, କାମ କରିବେ, ଯଦି ଆଉ କୋଉ ପେଣ୍ଡାଲକୁ ଗଲେ ମୁଁ ଆଇନ ତ କାର୍ଯ୍ୟାନୁଷ୍ଠାନ ନେବି। ଏବଂ ଏପଟେ ସିଂହବାହିନୀର ମାଲିକ ପାଢୀ ବାବୁ ଆମ ବାବୁ, ସିଏ ବି ସେଇ କଥା କହିଛନ୍ତି। ପିୟୁଷ ମୋ ସଙ୍ଗ ଅନୁମୋଦିତ ହେଇଥିଲେ, କିନ୍ତୁ ପିୟୁଷ ଏଠିକି ଆସିବା କଥା ହେଲା ପରେ ମାଲିକ ମାନେ ସଂଘ ମତେ ସପୋର୍ଟ କଲେନି। ତେଣୁ ଏଇଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାଗଫଳ ଛିଣ୍ଡିଲାନି, ଯେହେତୁ ଭାଗଫଳ ଛିଣ୍ଡିଲାନି ତେଣୁ ରଫ ଖାତାଟିକୁ ଚିରି ଦିଅନ୍ତି। ଏତିକି ହଉଛି 26-27 ହଁ ନିହାତି, କାହିଁକି ନା 26 ମସିହାରୁ ଅପ ଟୁ 30 ମସିହା ପର୍ଯ୍ୟନ୍ତ ଏଇ ଯୋଉ 2 ବର୍ଷରେ ପାର୍ଟି ବଦଳେଇ ଦେବା କଥା କହିଥିଲି,
ए कथा को नहीं मते बहुत विवाद उठुଥିଲା ମୁଁ ଯଦି ସବୁବେଳେ ବିବାଦରେ ମୁଣ୍ଡ ରଖିବି ମୁଁ କାମ କରିବି କେତେବେଳେ ତେଣୁ ଦର୍ଶକ ତ ଆପଣଙ୍କୁ ଚାହୁଁଛନ୍ତି ନା। ଦର୍ଶକ ଚାହୁଁଛନ୍ତି ମତେ ଚାହୁଁନାହାନ୍ତି ମୁଁ କରୁଥିବା କାମଟିକୁ ଚାହୁଁଛନ୍ତି ତେଣୁ ସେ କାମଟି ସୁରୁଖୁରୁରେ ଦର୍ଶକଙ୍କ ପାଖରେ ପହଞ୍ଚିବା ଦରକାର ତେଣୁ ଏ ବିବାଦରୁ ମୁକ୍ତ ହେଇକି କେମିତି କାମରେ ମନ ଦେଇ ଦର୍ଶକଙ୍କ ପାଇଁ କାମ କରିବା ସେଥିପାଇଁ ମୁଁ 26 ମସିହାରୁ 30 ମସିହା ପର୍ଯ୍ୟନ୍ତ 2026 2030 5 ବର୍ଷ ପାଇଁ ମୁଁ ଅପେରା ସିଂହବାହିନୀ ସାଙ୍ଗରେ ଚୁକ୍ତିବଦ୍ଧ ହେଇ ସାରିଛି। ଭବିଷ୍ୟତରେ ହଁ ଏଇ ବର୍ଷ ପରେ ନୂଆ ବର୍ଷ ଆସିବା ପରେ ମୁଁ ଯିବି ଯେ ସିଂହବାହିନୀ ଏକାଥରେ 5 ବର୍ଷ। ସେ ଏବେ କହୁଛନ୍ତି ଯୋଉ ସହର ତାଙ୍କ ରଚନା ବା ତାଙ୍କ ସାଙ୍ଗ ସେ କହୁଛନ୍ତି କି ପ୍ରିୟ ଗୋଟେ ଭିଡ଼ିଓ କରନ୍ତେ ଯେ ମୁଁ ଯିବାକୁ ଚାହୁଁଛି ଠିକ୍ ଅଛି କାରଣ ଆମେ ଡାକୁଛୁ। ଭାଇ ଆପଣ ତ ଟିକେ ଆଗରୁ କହିଲେ ଯେ ଯୋଉଦିନ ପାର୍ଟି ଛୁଟି ହେଲା ଆପଣ କହିଲେ ଯେ ମାଲିକ ସଂଘ ମାନେ ଯଦି ନିଷ୍ପତ୍ତି ନେବେ ମୁଁ କାହିଁ କାମ କରିବିନି ତ ଆମେ ମନା କରୁନୁ ସେ ନିଜେ ତାଙ୍କ ବାପା କହୁଛନ୍ତି ତାଙ୍କ ଦେହ ଭଲ ନାହିଁ। ଆପଣ ମାନେ କଥାଟାକୁ ପୁଣି ଖେଳେଇଲେ ଯଦି ପଚାରୁଛନ୍ତି ମୁଁ କହୁଛି ଯୋଉ ମାଲିକ ମାନେ ଥିଲେ ସେମାନେ ଯାତ୍ରାରେ ପୁରୁଣା ନୁହଁ ନୂଆ ନୁହଁ ବହୁତ ପୁରୁଣା ମାଲିକ ଯେତେବେଳେ ମୁଁ କହିଲି ଯେ ମୋ ଦେହ ଖରାପ ଅଛି ମୁଁ ଘରେ ରହିଯିବି ସେମାନେ ତ ଜାଣିପାରିଲେନି ଯେ ପ୍ରକୃତରେ ପିୟୁଷ ଏବେ କାମ କରୁଛି 3 ମାସ ପରେ ତା ଦେହ କେମିତି ଖରାପ ହେବ ନା ଘଟଣା ସେୟା ନୁହଁ ସମସ୍ୟାର ସମାଧାନ ଦରକାର ଥିଲା ସେ ସମସ୍ୟାଟା ଛୋଟ ହେଲେ ବି ଗଣ୍ଠି ପଡି ପଡି ସେ ସୂତାଟା ଏତେ ମୋଟା ହେଇଯାଇଥିଲା ତାର ଗୋଟେ ସମାଧାନ ଦରକାର ଥିଲା ତେଣୁ ସମାଧାନ ହେଇଗଲା ଏ ସମାଧାନରେ ଆମେ ଖୁସି ହେବା ଦରକାର ଏ ସମାଧାନରୁ ଯଦି ବିବାଦ ଖୋଜିବା ଅନେକ କେନା ବିବାଦ ବାହାରିବ। ମାଲିକ ସାଙ୍ଗ କହିଥିଲା ଯେ ଯଦି ପିୟୁଷ ଲିଖିତ ଆକାରରେ ଦେଇଥାନ୍ତେ ତାହେଲେ ଗୋଟେ ତମକୁ ଲିଖିତ ଆକାରରେ କଣ ଦେବି ଇଏ କଣ ମାନେ ମୁଁ ତ ମୁହଁ ଖୋଲିକି କହିଲି ମୁହଁ ଖୋଲି କହିବାଟା ବଡ କଣ ତେଣୁ ମୁଁ ଜାଣିଛି ଏ ସମସ୍ୟାର ସମାଧାନ ହେଇପାରିବ ନାହିଁ ମାନେ ବିବାଦ ମାଲିକ କରୁଛନ୍ତି ନା କିଏ କରୁଛନ୍ତି ମୁଁ କହିବିନି କିନ୍ତୁ ଏ ବିବାଦର ଅନ୍ତ ହେଇପାରିବ ନାହିଁ ଯୋଉ ଯାଏ ଆମେ ମୁଁ ନ ଛାଡିଛି ଆପଣ ସେଥିପାଇଁ ବର୍ଷେ ବିରତି ନେଲେ ଯେ କି ସମାଧାନ ହେଇଯିବ। ମୋ ମୋ ପକ୍ଷରୁ ଯୋଉ ଭୁଲଟା ହେଇଥିଲା ମୋ ପାଇଁ ଯୋଉ ମାଲିକ ମାଲିକଙ୍କ ଭିତରେ ଦ୍ୱନ୍ଦ୍ୱ ଉଠିଥିଲା ଅନ୍ତତଃ ପକ୍ଷେ ମୋ ଦ୍ୱାରା ହେଇଥିବା ଦ୍ୱନ୍ଦ୍ୱର ସମାଧାନ ହେଇଯିବ। ଆପଣଙ୍କ ପାଇଁ ଦ୍ୱନ୍ଦ୍ୱ ଦୂର ପାଇଁ ଆପଣ କହୁଛନ୍ତି କିନ୍ତୁ ଯୋଉ ମାଲିକ ସଂଘର କଥାକୁ ନେଇକି ଆପଣ ଘରେ ବସୁଛନ୍ତି ସେ ମାଲିକ ସଂଘରେ ସମନ୍ୱୟ ନାହିଁ ସେ ମାଲିକ ସଂଘରେ ଗୋଟେ ମାଲିକଙ୍କ କଥା ଶୁଣା ଯାଉନାହିଁ ଅଲଗା ମାଲିକଙ୍କ କଥା ମାନେ ଗୋଟେ ଏକପାକ୍ଷିକ ଆଲୋଚନା ହେଲା ଭଳିଆ ହଉଛି। ମୁଁ ବି ଦେଖିଛି ଯେ ମାଲିକ ସଂଘ ନିଷ୍କ୍ରିୟ ଥିଲା କିନ୍ତୁ ମୋ ବିବାଦ ଉଠିବା ପରେ ମାଲିକ ସଂଘ ସକ୍ରିୟ ହୋଇ ଉଠିଲେ ଏବଂ ନିଷ୍ପତ୍ତି ଉପରେ ନିଷ୍ପତ୍ତି ବଢି ଚାଲିଲା ଯଦ୍ୱାରା ସବୁ ବ୍ୟାନ ହେଲା ଏସା ହେଲା ସବୁ କାମ ବଢି ଚାଲିଲା ହୁଏତ ମୁଁ ଭୁଲ କରିଥାଇପାରେ କିନ୍ତୁ ମାଲିକ ସଂଘ ତ ଏକାଠି ହେଇଗଲେ ନା ଯଦି ଆମ ବାପା ଦାଦା ସମସ୍ତେ ଏକାଠି ହେଇଗଲେ ତ ନିହାତି ଆ ପରେ ଘର ପାଇଁ ଭଲ ସମୟ ଆସୁଛି ଯୋଉଠି ଘରଟା ଭାଙ୍ଗିକି ଥିଲା ମୋ ବାପା ଅଲଗା ଜାଗାରେ ଥିଲେ ମୋ ଦାଦା ଅଲଗା ଜାଗାରେ ଥିଲେ ସମସ୍ତେ ଅଲଗା ହେଇକି ଥିଲେ ବର୍ତ୍ତମାନ ସଂଘବଦ୍ଧ ହେଇଗଲେ ସବୁ ମାଲିକ ଏକାଠି ହେଇଗଲେ ତେଣୁ ଆ ପର ଷ୍ଟେପଟା ଘରର ଉନ୍ନତିଟା ନିଶ୍ଚିନ୍ତ ଯାତ୍ରା ଜଗତ ଆଜ୍ଞା ଜଣେ ମାଲିକ କହୁଛନ୍ତି ମୁଁ ବିବାଦ ଧରି ପଛେ ହଉ କିନ୍ତୁ ସମସ୍ତେ ମାଲିକ ଆସି ଖୋଲିଗଲା। ନିହାତି ନିହାତି ବିବାଦ ଦିଟା ଜାଗାକୁ ନିଏ ଗୋଟେ ନଷ୍ଟ ଦିଗକୁ ନିଏ ଗୋଟେ ଭଲ ଦିଗକୁ ନିଏ ଯଦି ଆମେ ଏ ଜିନିଷଟିକୁ ଭଲ ଦିଗକୁ ଟାଣି ନେବା ଏଟା ଯାତ୍ରା ଜଗତ ପାଇଁ ଗୋଟେ ବହୁତ ସୁବର୍ଣ୍ଣ ଦିନ ଆସିବ। ସୂର୍ଯ୍ୟ ମନ୍ଦିର ଗୋଟେ ଚିଠି ଆସିଲା ଆପଣଙ୍କୁ ଜଏନ୍ କରିବା ପାଇଁ ଆଜ୍ଞା ଉତ୍ତର କିଛି ବି ଦେଇନି ଉତ୍ତର କିଛି ଦେଇନି କାହିଁକି ନା ଚିଠିରେ ଲେଖା ଥିଲା କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ 20 ତାରିଖ ଆପଣଙ୍କର ଆଖଡା ପୂଜା ଆପଣଙ୍କର 24-25 ମସିହା ପାଇଁ କାର୍ଯ୍ୟ ବର୍ଷ ସରିଯାଇଛି 25-26 ପାଇଁ ଯୋଉ ନୂଆ ବର୍ଷ ଆସୁଛି ସେଥିପାଇଁ ଆପଣ ଆଖଡାରେ ଯୋଗ ଦେଇ ଆପଣଙ୍କ କାର୍ଯ୍ୟ ସୁଚାରୁ ରୂପରେ ତୁଲେଇବେ ଏଇଟା ତାଙ୍କର ଦାୟିତ୍ୱ ଯେହେତୁ ମୁଁ ତାଙ୍କ କଳାକାର ମୁଁ ତାଙ୍କ ଅନୁଷ୍ଠାନରେ ଥିଲି ଏଇଟା ତାଙ୍କ ଦାୟିତ୍ୱ ସିଏ ମତେ ପଠେଇଛନ୍ତି କିନ୍ତୁ ଘଟଣା ରହିଯାଇଛି ଏଠି ଯେ ଯେତେବେଳେ ଜାଣିଥିଲେ ଯେ ମାଲିକ ସଂଘ ବ୍ୟାନ କରିଛି ସେଟା କାହିଁକି ସେ ପଠେଇଛନ୍ତି ମୁଁ ଅପେକ୍ଷା ବାବୁ ବେଟର କହିପାରିବେ ମାଲିକ ସଂଘ ଆପଣ ବୟାନ କରିନାହାନ୍ତି ସେମାନେ କହୁଛନ୍ତି ବ୍ୟାନ କରିନାହାନ୍ତି ହଁ ବ୍ୟାନ ତ ମୁଁ ତ କହିନି ମତେ କେବେ ବ୍ୟାନ କରିଛନ୍ତି ତାଙ୍କ ତରଫରୁ ସେ ରହୁଛନ୍ତି ମନା କରୁ ତାଙ୍କ ବାବା ମନା କରୁ ଆମେ ବ୍ୟାନ ହଁ କରୁନୁ ଆପଣ ମୁଁ ଯଦି ଆସିବି କୁଆଡେ ଯିବି ସେ ନିଷ୍ପତ୍ତି ତା ମାଲିକ ମାନେ ଦେବେ ନା ମୁଁ ମୋ ନିଷ୍ପତ୍ତି ନେଇଥିଲି ଦେଖନ୍ତୁ ମୁଁ ଯେତେବେଳେ ସୂର୍ଯ୍ୟ ମନ୍ଦିରରେ ଥିଲି ଗୋଟେ ପାର୍ଟି ଛାଡିବା ପାଇଁ ହେଲେ ଗୋଟେ ମାଲିକଙ୍କୁ ଭୁଲ ଦେବା ପାଇଁ ପଡେ ଯେ ଆପଣଙ୍କର ଏଇ ଭୁଲ ପାଇଁ ମୁଁ ଆପଣଙ୍କ ଅନୁଷ୍ଠାନରେ ରହିବି ନାହିଁ ଯୋଉଟା କି ମୁଁ କାଳିଆ ବାବୁଙ୍କୁ ଦେଇପାରିଲି ନାହିଁ ମୁଁ ଯେତେବେଳେ ସୂର୍ଯ୍ୟ ମନ୍ଦିରରେ ଥିଲି ମୁଁ କେବେ କାଳିଆ ବାବୁଙ୍କୁ ଗୋଟେ ଛୁଞ୍ଚି ପରିମାଣରେ ବି ଭୁଲ ଦେଇପାରିବି ନାହିଁ ତାଙ୍କର କୌଣସି ମୋ ଛାଡିବା କେସରେ ତାଙ୍କର କୌଣସି ଭୁଲ ମୋର ନିଜସ୍ୱ ଅଭିମାନ ମୋର ନିଜସ୍ୱ କଥାକୁ ନେଇକି ମୁଁ ପାର୍ଟି ଛାଡିବା ପାଇଁ ଭାବିଲି ଆଜ୍ଞା ନା ଯାତ୍ରା ଜଗତ ଶୃଙ୍ଖଳିତ ହେବା ପାଇଁ ହେଲେ ମାଲିକ ସଂଘଙ୍କ ନିଷ୍ପତ୍ତିଟାକୁ ମାନି ନେବାକୁ ପଡିବ ଏବଂ ନିଜକୁ 26-27 ପାଇଁ ପ୍ରିପେୟାର କରିବା ପାଇଁ
ମୁଁ ସେୟା କଥା ଭାବୁଥିଲି ଏବେ ଯାଏ ସେ ପ୍ରଶ୍ନ ଆସିନି। ଆପଣ ଯୋଉ ପ୍ରଶ୍ନ ପଚାରିଲେ ପାଢୀ ବାବୁ କହିଲେ ଯେ ଇନକାଶ ହେଇନି ଟଙ୍କା, ଗାଡି ବି ପିୟୁଷଙ୍କ ପାଖରେ ଅଛି। ମୁଁ ଯେତେବେଳେ 5 ବର୍ଷ ପାଇଁ ଅନୁମୋଦିତ ହେଇଛି ତାର ତ ପୁଣି କିଛି ଅଗ୍ରିମ ଟଙ୍କା ଥିବ ନା ନାଇଁ। ତେଣୁ ଯେତେବେଳେ ମୁଁ 5 ବର୍ଷ ପାଇଁ ଅନୁମୋଦିତ ହେଇଛି ତ 5 ବର୍ଷ ଭିତରେ ହିଁ ଗାଡିର ଲୋନ ସୁଝିଯିବ, 5 ବର୍ଷ ଭିତରେ ହିଁ ସବୁ କାମ ହବ। ତ ମୁଁ କାହିଁକି ଗାଡି ପଇସା ଯଦି ବି ଆପଣ ଆଜ୍ଞା 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 ଏବେ କିଛି ବିଜନେସ୍ ସହିତ କିଛି ସଂଘର କିଛି ଝାମେଲା ନାହିଁ। ମୋର ଆଗରୁ ବି ନଥିଲା। ଯୋଉମାନେ ମାଲିକ ଯାହା ଯିଏ ଟଙ୍କା ଦେଲେ ମୁଁ ଘର ଚଳ ତାଙ୍କ ସାଙ୍ଗରେ ଝାମେଲା କାହିଁ କରିବି। ବାସ୍ ଆପୋଷ ବୁଝାମଣା ଯାହା ହେଇପାରିଲା ହେଇପାରିଲା, ଯେତେବେଳେ ନ ହେଇପାରିଲା ଆପଣ ଜାଣିଲେ ସେ ତ ବଡ ଲୋକଙ୍କୁ ଉତ୍ତର ନାହିଁ, ସ୍ୱର୍ଗକୁ ନିଶୁଣି ନାହିଁ। ତେଣୁ ନିଜେ ନିରବ ରହିଯିବ ଗୋଟେ ଭିତରେ। ଲୋକ ଦେଖିଲେ ଆପଣ 26-27 ନିହାତି ଗଭର୍ଣ୍ଣମେଣ୍ଟ ସିଂହ ଭାଇ ଗୋଟେ ବର୍ଷରେ ଯାତ୍ରା ପଟେ ବନ୍ଦ ହେଇଯାଇଛି। ଆପଣ 5 ବର୍ଷ ପର୍ଯ୍ୟନ୍ତ କେମିତି ରିସ୍କ ନେବେ? କେମିତି ଏଗ୍ରିମେଣ୍ଟ କରିଛନ୍ତି 5 ବର୍ଷ ଯାଏଁ? କଣ ଗ୍ୟାରେଣ୍ଟି ଅଛି 5 ବର୍ଷ ଯାଏଁ ପାର୍ଟି ରହିବ ବୋଲି? କାହିଁ ରହିବନି, ଯାତ୍ରା ପାର୍ଟି ରହିବ। ଯଦି ମାଲିକ ଚେଞ୍ଜ ହେଇଯାନ୍ତି, ମାଲିକ ଜମା ବଦଳିବନି, ମାଲିକ ଜମା ବଦଳିବନି। ଯଦି ଆମେ ମାଲିକଙ୍କୁ ବଦଳାଇବା ପାଇଁ ଚେଷ୍ଟା କରିବା ମାଲିକ ବଦଳିଯିବ। ଯଦି ଆମେ ସାମ୍ନା ଲୋକକୁ ଉତ୍ତମ ସମ୍ମାନ ଦେଇ ନିଜର ଯୋଗ୍ୟତା ବୁଝି ସେତିକି ଦୂରତା ରଖି ତାଙ୍କଠୁ ଆମେ ଉଚିତ ବାଟରେ ଯିବା, କେବେ କୋଉ ଅନୁଷ୍ଠାନ ଭାଙ୍ଗିବନି। ଲସ୍ ହେଇପାରେ କିନ୍ତୁ କୋଉ ଅନୁଷ୍ଠାନ କେବେ ଭାଙ୍ଗିବନି। କାହିଁକିନା ଯୋଉ ମାଲିକ ଝାଳ ବୁହା ଧନରେ ଅନୁଷ୍ଠାନଟିଏ କରିଛନ୍ତି 200 ପରିବାର ପାଇଁ, ସେ କେବେ ଚାହିଁବେ ଅନୁଷ୍ଠାନ ଭାଙ୍ଗି ଯାଉ 200 ପରିବାର ଘରକୁ ଯାଆନ୍ତୁ ମୁଁ ନିନ୍ଦାର ପାତ୍ର ହୁଏ, ସେ କେବେ ଚାହିଁବେନି। ମାଲିକ ସବୁବେଳେ ଚାହିଁବେ ଆମର ବର୍ତ୍ତମାନ ଲସ୍ ହଉ 200 ପରିବାର ବଞ୍ଚନ୍ତୁ। ଏତେ ବିବାଦ ପରେ କେବେ ଚାହିଁଛନ୍ତି ପିୟୁଷ ମୋଟେ ନିଜେ ପାର୍ଟି କରନ୍ତି ଚାନ୍ସ ଆଉ କାହିଁ ମାଲିକ ହୁଅନ୍ତି ଆଉ ଏ ମାଲିକ ସଂଘ ଇଏ କରନ୍ତି? ଚାନ୍ସ କାହିଁକି? ମାଲିକ ହେବା ପାଇଁ ଗୋଟେ ସ୍ୱତନ୍ତ୍ର ଜିଲ୍ ଥାଏ, ଗୋଟେ ମନ ଭିତରେ ସେତିକି ଦମ୍ଭ ଥିବା ଦରକାର ଯୋଉଟା ମୋ ଭିତରେ ନାହିଁ, ଯୋଉଟା କି ମୋ ଭିତରେ ନାହିଁ। ତେଣୁ ମାଲିକ ନିଜେ ଯାତ୍ରା ମୁଁ ଦମ୍ଭିଲା ଜମା ନୁହେଁ, ମୁଁ ଦମ୍ଭିଲା ଜମା ନୁହେଁ। ପଇସା ଅଛି, ପଇସା ଅଛି, ଯାହା ପାଖରେ ପଇସା ଅଛି ସେ କଣ ଦମ୍ଭିଲା? ପଇସା ଅଛି କିନ୍ତୁ ଦମ୍ଭିଲା ନୁହନ୍ତି ବୋଲି କହୁଛନ୍ତି। ଯାହା ପାଖରେ ପଇସା ଥାଏ ଯଦି ସିଏ ଦମ୍ଭିଲା ତାହେଲେ ଆମେ କହିବା ଯେ ପିୟୁଷ ତ୍ରିପାଠୀ ଦମ୍ଭିଲା। ଆଜ୍ଞା ଆଜ୍ଞା ଭାଇ ତାହେଲେ ବ୍ୟାଡ ବୟ ଲେଖା ହଉଛି ଗାଡିରେ, ଆଜ୍ଞା ୟୁଥ୍ ଲେଖୁଛନ୍ତି କିନ୍ତୁ ହୃଦୟରେ କିନ୍ତୁ ଗୁଡ ବୟ, ଯାହା ପ୍ରମାଣ କଲା। ନାଇଁ ସେମିତି କିଛି ନାହିଁ। ବ୍ୟାଡ ବୟ ଗାନ୍ଧୀ ଚାଲିଲେ ତା ସାଙ୍ଗରେ ଯୋଉଟା ଉଚିତ କଥା ବି କହିବା ପାଇଁ ପଡେ। ଏଇଟା ଜୀବନ। ଆଚ୍ଛା, ଏଇ ଯୋଉ ଗୋଟେ ବର୍ଷରେ ଏତେ ଜିନିଷରେ ଛନ୍ଦି ହେଲା ପରେ ବି ଆପଣ 5 ବର୍ଷ ପାଇଁ ଏଗ୍ରିମେଣ୍ଟ କେମିତି କରୁଛନ୍ତି? ଯଦି 5 ବର୍ଷରେ ପୁଣି ଆହୁରି ବଡ ଇଏରେ ଛନ୍ଦି ହେବେନି ବୋଲି ଡର ଲାଗୁନି? ଛନ୍ଦି ହେବି ନାହିଁ ବୋଲି 5 ବର୍ଷ ଏଗ୍ରିମେଣ୍ଟ କଲି। କେମିତି କହିପାରିବେ? କାହିଁକି ଛନ୍ଦି ହେବି? ମୋର ଆଉ କୋଉ ବାଟରୁ ପଇସା ଆଣିବାର ନାହିଁ, ମୋର ତ ଆଉ କୋଉ ବାଟରୁ ପଇସା ଆଣିବାର ନାହିଁ। ଆଉ କୋଉ ବିବାଦ ମତେ ଘୋଡେଇବ? ଏଇ ପାଟରେ ରହିକି ଆଉ କୋଉ ପାଟରୁ ପଇସା, ତୁଳସୀରେ ଥିଲି, ତୁଳସୀରୁ ଯେତେବେଳେ ସୂର୍ଯ୍ୟ ମନ୍ଦିର ଆସିଲି ପଇସା ନେଇକି, ସିଏ ଗୋଟେ ବିବାଦ ଘୋଡେଇଥିଲା ସେତେବେଳେ। ହେଇ ପୁଣି ବର୍ଷେ ପରେ ଏଇ ବିବାଦ ଘୋଡେଇଲା। ମୁଁ ଜାଣିଲି ଯେ ବିବାଦଟା ଏଇ ପାର୍ଟି ବଦଳେଇବାକୁ ନେଇକି ହଉଛି। ତେଣୁ ଯଦି ପାର୍ଟି ବଦଳେଇବା ବନ୍ଦ କରିଦିଆଯିବ ହୁଏତ ବିବାଦ କିଛି ମାତ୍ରାରେ ଦୂରେଇ ଯିବ। ଆପଣ ଯଦି ଚାହିଁବେ ଯେ ବହୁତ ଦିନ ହେଲା ବିବାଦ ହେଇନି, ଗୋଟେ କଣ ବିବାଦ ହଉ, ତ ନିହାତି ହବ ବିବାଦ, ହବନି କି? ତାହେଲେ ଚଳିବେ କେମିତି ପିୟୁଷ ତ୍ରିପାଠୀ? ଗୋଟେ କଳାକାରକୁ ଚଳିବା ପାଇଁ ବହୁତ ବାଟ ଅଛି। ଗୋଟେ କଳାକାର ଚାହିଁଲେ ବହୁତ ପନ୍ଥାରେ ବଞ୍ଚି ପାରିବ। ବର୍ଷେ ପର୍ଯ୍ୟନ୍ତ ଯାତ୍ରା ବନ୍ଦ କରିବେନି ଯାତ୍ରା, ଆଜ୍ଞା ତାହେଲେ ରୋଜଗାର ପନ୍ଥା କଣ କି? ଅଛି, ରୋଜଗାର ପନ୍ଥା ନାହିଁ କାହିଁକି? ଚେଷ୍ଟା କରିବି ଏମିତି କିଛି ଭୁଲ ନ କରେ ଯୋଉଥିପାଇଁ କି ଯାତ୍ରା ଜଗତ ନିନ୍ଦିତ ହବ, ଯାତ୍ରା ଜଗତ ଲଜ୍ଜିତ ହବ, ଜନମାନସରେ ସମାଲୋଚିତ ହବ କି ମୋ ପାଇଁ ମୋର ମାଲିକ, ମୋର ସହକଳାକାର ମାନେ ଆପଣ ଦେଖିଥିବେ ଶେଷ ଦିନ ସହକଳାକାର ମାନେ କେତେ ଦୁଃଖ ପ୍ରକାଶ କରୁଥିଲେ। ମୋ ପାଇଁ ଏ ସମସ୍ତେ କେହି କଷ୍ଟ ନ ପାଆନ୍ତୁ, ସମସ୍ତେ ଭଲରେ ରୁହନ୍ତୁ, ମୁଁ ମଧ୍ୟ ଭଲରେ ରହିବି, ସମସ୍ତେ ଭଲରେ ରହିବେ। ଭାଇ ଆଉ ଗୋଟେ 25-26 ପାଇଁ ଯୋଉ ଏଗ୍ରିମେଣ୍ଟ ହେଇଛି ତାର ଯଦି ଅଧିକା ଅଫର ଆସିଲା, 26-27 ପାଇଁ ଯୋଉ ଅଫର ହେଇଛି, 26 5 ବର୍ଷ ତଳେ 26 ଯଦି ୟା ଭିତରେ କୋଉ ବଡ ଅଫର ଆସିଲା ତ ଅଲଗା କଥା ପଳେଇବେ। ବଡ ଅଫର ଆସିବନି, ଯଦି ଆସିଲା ଆସିବନି, କାହିଁକି ନା ମାଲିକ ମାନେ ଏକାଠି ହେଇ ସାରିଛନ୍ତି। ସେମାନେ ଗୋଟେ ଗାଇଡଲାଇନ ତିଆରି କରୁଛନ୍ତି। ମୋ ପାଖରେ ଯଦି ଖବର ଅଛି ମାଲିକ ମାନେ ଗୋଟେ ଗାଇଡଲାଇନ ତିଆରି କରୁଛନ୍ତି, ଯୋଉ ଗାଇଡଲାଇନ ମତେ ମଧ୍ୟ ମାନିବା ପାଇଁ ପଡିବ। ଯେତେବେଳେ ମାଲିକ ସଂଘରେ ଏତେ ବଡ ନିଷ୍ପତ୍ତିକି ନେଇକି ଘରେ ରହିବି ତ ଗାଇଡଲାଇନ ମାନିବାକୁ ପଡିବ, ନିହାତି ଗାଇଡଲାଇନ ମାନିବା ପାଇଁ ପଡିବ। ନା ମୁଁ ମୋର ସେମିତି କିଛି ଇସ୍ୟୁ ବି ନଥିଲା ସୂର୍ଯ୍ୟ ମନ୍ଦିର ଛାଡିବା ପାଇଁ।
ଗୋଟେ ଛୋଟିଆ ଇସ୍ୟୁ ପାଇଁ ଯୋଉ ଭୁଲଟା ହେଲା ସେଥିପାଇଁ ତ ଘରେ ରହିଗଲି। ଗୋଟେ ବର୍ଷ ସୂର୍ଯ୍ୟ ମନ୍ଦିରରେ କାମ କଲି, ଗୋଟେ ବର୍ଷ ଘରେ ରହିଲି, 2 ବର୍ଷ କମ୍ପ୍ଲିଟ ହେଇଗଲା। ତାପରେ 5 ବର୍ଷ ପାଇଁ କାମ କରିବି ସିଙ୍ଗଲ। ଗୋଟେ ଚଳଚ୍ଚିତ୍ର ରାବଣ ଯୋଉଥିରେ ଅନୁଭବ ମହାନ୍ତି ଥିଲେ ଏବଂ ଆପଣ ବି ଆସିବାର ଥିଲା, ଏବେ ସେ ଚଳଚ୍ଚିତ୍ର ନେଇ କିଛି ଆଲୋଚନା ହେଲାଣି? ଏ ବର୍ଷେ ଆପଣ ଘରେ ବସିବା କଥା, ସେ ଚଳଚ୍ଚିତ୍ରରେ କିଛି କାମ ହବ କି ସେଇଭଳି କିଛି ଆଲୋଚନା କଲେ? ରାବଣ ବୋଲି ତ ନାଁ କୋଉଠି ଡିକ୍ଲେୟାର ହେଇନି। ଯାହା ଯାହା ଆମେ ସୋସିଆଲ ମିଡିଆରେ ଚର୍ଚ୍ଚା ହଉଛି। ଚର୍ଚ୍ଚାକୁ ନେଇ କଣ ଅଛି, ଭାଇଙ୍କ ସାଙ୍ଗରେ କାମ କରିବି ସେଇଟା ହଉଛି ମୋ ପାଇଁ ଭାଗ୍ୟ। ଭାଇ ସେଟା ଆପଣଙ୍କ ଯୋଉ ବାପାଙ୍କର ମତ କଣ? ବାପା ବାପା ଛାତ ଉପରେ ରଙ୍ଗ କାମ ହଉଛି ସେଇଠି ଅଛନ୍ତି, ତ ଅବଭିୟସଲି ଖୁସି ହିଁ ଥିବି। ଆଜ୍ଞା। ଓକେ, ତାହେଲେ ରାବଣକୁ ଯାଉନାହାନ୍ତି ଆପଣ? ନା ସେମିତି କିଛି ନାହିଁ, ମୁଁ ଭାଇଙ୍କ ସାଙ୍ଗରେ କାମ କରିବା ପାଇଁ ଚାହେଁ। ମୁଁ ଭାଇଙ୍କର ଗୋଟେ ଡାଇ ହାର୍ଡ ଫ୍ୟାନ୍। ମୁଁ ଭାଇଙ୍କ ସାଙ୍ଗରେ କାମ କରିବା ପାଇଁ ଚାହେଁ, ସେତିକିରେ ମୁଁ ବହୁତ ଖୁସି। ଶ୍ରୀଧର ମାତା ମଧ୍ୟ କହୁଥିଲେ ଯେ ଆପଣଙ୍କୁ ନେଇକି ଫିଲ୍ମ ତିଆରି କରିବେ। ହଁ, ମାଥ ସାଙ୍ଗ ସାଙ୍ଗରେ ଯୋଗାଯୋଗରେ ଅଛି। ଆଗେ ବିବାଦ ଦୂର ହେଲେ ତ କଣ ଗୋଟେ କରିବା। ହଁ, ସରିନି ଯାତ୍ରା ବିଭାଗ। କଣ ଶମ୍ଭୁ ମୁଁ ତ ମଧ୍ୟ ଆଗକୁ ଆସିଛି। ମୋବାଇଲ ଖୋଲିକି ୟୁଟ୍ୟୁବ ଖୋଲା ବେଳକୁ ପ୍ରଥମେ ମୋରି ଫଟୋ ୟୁଟ୍ୟୁବରେ ମତେ ଆଜ୍ଞା ମୁଁ ଜାମ୍ବବାନ ହେବି। ଭାଇ ଶମ୍ଭୁ ଚଳଚ୍ଚିତ୍ର ମଧ୍ୟ ଆସୁଛି, ଆଜ୍ଞା, ତାକୁ ଆଜ୍ଞା। ନେଇକି ଆଚ୍ଛା, ପ୍ରତି ସୋସିଆଲ ମିଡିଆରେ ସମସ୍ତେ ପିୟୁଷଙ୍କ ନାଁ ନେଇକି କାହିଁକି ଆଗେ ଥମ୍ବନେଲ ହଉ ଟାଇଟଲ ହଉ ସବୁଥିରେ ପିୟୁଷଙ୍କ ନାଁ କାହିଁକି ଆଉ ଦେଉଛନ୍ତି? ସେଇଟା ହଉଛି ପ୍ରତିଦିନ ଦେଖିବାକୁ ମିଳୁଛି ଯେ ଫେରିଲେ ପିୟୁଷ, ଆସିଲେ ପିୟୁଷ, ଏଇ ଯାତ୍ରାକୁ ଗଲେ ପିୟୁଷ, ଏଇଟା ହଉଛି ଆଖଡ଼ାରେ ପହଞ୍ଚିଲେ ଆଖଡ଼ାରେ ପହଞ୍ଚିଲେ, ନଡ଼ିଆ ବାଡ଼େଇଲେ। ଆଗରେ ପଳେଇଲେ। ନଡ଼ିଆ ବାଡ଼େଇଲେ, ଏଇଟା ହଉଛି ପ୍ରତିଦିନ ଏମିତି କାହିଁକି? ଏଇଟା ମୋ ଆଜି ବି ପ୍ରତି ଭାଇ ମୁଁ ଦେଖିଛି ଫେରିଲେ ପିୟୁଷ। ଏଇଟା ମୋ ପ୍ରତି ଭାଇମାନଙ୍କର ଭଲ ପାଇବା, ଦର୍ଶକ ମାନଙ୍କର ଭଲ ପାଇବା, ଯୋଉମାନେ କି ଅତି ସହଜରେ ଗ୍ରହଣ କରିପାରୁନାହାନ୍ତି ମୁଁ ଘରେ ରହିଯାଏ ବୋଲି। ତେଣୁ ସେମାନଙ୍କୁ ନିହାତି ବହୁତ ଅନ୍ତରରୁ ଧନ୍ୟବାଦ ଦେବି ଯେ ସବୁବେଳେ ଯାତ୍ରା ଦେଖଉଥିଲେ, ବର୍ତ୍ତମାନ ଯାତ୍ରା ଦେଖିବା ପାଇଁ ଯିବେ କି? ଚେଷ୍ଟା କରିବି, ଚେଷ୍ଟା କରିବି, ଯେହେତୁ ବର୍ଷେ ଘରେ ରହିବି ଚେଷ୍ଟା କରିବି ଯାତ୍ରା ଦେଖିବା ପାଇଁ। ଦର୍ଶକ ତାହେଲେ ହେବେ ଆପଣ? ନିହାତି ସିଂହମାନ ଦେଖିବାକୁ ଯିବେ ନା ସୂର୍ଯ୍ୟ ମନ୍ଦିର ବି ଦେଖିବି, ସିଂହବାହିନୀ ବି ଦେଖିବି, ତୁଳସୀ ଦେଖିବି, ରଙ୍ଗମହଲ ଦେଖିବି। ଭାଇ ଆପଣ ଟିକଟ ପଡିବ ନା ଏମିତି ଯିବେ? ଟିକଟ ମୋଠୁ ନେବେ ନା, ଏଇଟା ଗୋଟେ କଥା। ଟିକଟ ଆଉ ନେବେ।